ନାଳ ପଡୁଛି ବେଶୀ ଥର ଯିବେ ଶୁଣିବୁ ନାଳ ପଡୁଛି ପାଣିଆ ଝାଡା ହେଲା ପାଣିଆ ଝାଡା ହେଇକି ନାଳ ପଡୁଛି ନାଳ ପଡିଲେ ତମେ ଭାବିବ ନାଳ ଝାଡା ହଉଛି ପେଟ ଗରମ ହେଇକି ରହୁଛି ନା ଅସୁବିଧା ମୁଁ ତ ଆଗରୁ ତ ନାଳ ପଡେ ନାଇଁ ତମକୁ ଖାଇବାକୁ ଦିଆ ହଉନି ସକାଳ ବେଳଟା 12ଟା 12ଟା 4ଟା ସେଥିପାଇଁ ପେଟ ଗରମ ହେଇଯାଉଛି ନ ଖାଇଲେ ହବନି ବୁଝିଲ ଖାଇକି ଏରା ହଉଛି ତମେ ଖାଇବା କମା ସବୁ ଠିକ ହେଇଯିବ ହଉ ଠିକ ଅଛି এটা তার সলিউশন ପୁରା ସଜ ଠିକ ଅଛି ଖାଇବନି ରାତିରେ ଡାକିବନି ଆଉ ଡାକିବନି କେବେ ଆଉ ଆଜିଠୁ ଠିକ ଅଛି କହିଦେଲି ଆଜି ରାତିରେ ମିଲ୍ ବନ୍ଦ ମୁଁ ତ ଖାଇବିନି ଆଉ ଏତିକିଟା ମିଲ୍ ପଡିବ ଆମର ବାପାଙ୍କର ଯେତେଟା ମିଲ୍ ବନ୍ଦ ହବ ତମର ବି ସେତେଟା ମିଲ୍ ବନ୍ଦ ହବ ମୋର ହଁ ମୁଁ କଣ ତାଙ୍କ ଭଳିଆ ରହୁଛି 10 ଥର ମୋର କିଛି କାମ ନାହିଁ ଆଉ ଗାଁରେ ତ ନେଇ ହଉନି ଏତେ ସେଠାକାର ପରିବେଶ କଣ ଟିକେ ଫରକ ରହୁଛି ଏତେ ଖାଇବାକୁ ବସି ପାରୁନାହାନ୍ତି ସମୟ ଏପଟ ସେପଟ ହଉଛନ୍ତି ଏଇଠି ଯୋଉ ବସିକିନି ଗୋଟା ଡବା ଖୋଲା ହେଲା ଇଆଡେ ଅନା ହେଲା କୋଉଠି କଣ ପାଟିରେ ପଇଲା ସେଠୁ ମିଲି ଆସିଗଲା ଏରା ପଡିଥିବ ଅଧା ଏରା ଅଧାରୁ ଅଧିକା ହେଇଗଲା ଡବଲ ଲୋଡ ହେଇଯାଉଛି ତାପରେ ଚାଲିଲି କଣ ନା ପେଟ ସରିଗଲା ନାଳ ଆର ମାସର ଜିନିଷ ଏଠି ଥୁଆ ହେଇଛି ମାଦୁ ଛୁଉନି ଥୁଆ ହେଇଛି ବାଦାମ ଲଡୁ ଆଉ ଚୁଡା ଭଜା ମୁହାଁ ଥୁଆ ହେଇଛି କାନ୍ଦିବଣି ତାହେଲେ ଦେଖୁ ଥୁଆ ହେଇଛି ଜିନିଷ ଗୁଡା କାନ୍ଦିବଣି ତ କାନ୍ଦୁଛି ନା କଣ ବୋଧେ ଆଉ ଖାଉନି କଣ କଲେ ସେ ଦେଖିଲ ସେ ଖାଉନାହାନ୍ତି ତମ ହାତରେ ତାଙ୍କୁ ଚିଡଉଛ ବସିକି କହିଲାଣି ଆଜ୍ଞା କାହିଁ ନଉନାହାନ୍ତି କିଛି ଦେବା ବାଲା ବି ଛଟପଟ ହେଇସାରିବେ ଯେ ବାବୁ ତ ନିଅନ୍ତି 10 ଥର କାହିଁ ଏଥର ନଉନାହାନ୍ତି ଦେଖିଲ ତାମାନେ ସେ ଖାଉନାହାନ୍ତି ପାଟିଟାକୁ ସିଲେଇ କରୁଛନ୍ତି ନା ଆମେ ଯୋଉ ବିଗିଡି ଯାଇନି ପାଟିରେ ଘା ହଉଛି ଚୋବେଇବନି କୁଆଡେ ଖଣ୍ଡିଆ ହବ କଣ ସେଇଥିପାଇଁ ଏଟା ସିନା ଥୋଇଛନ୍ତି 10 ଥର କିନ୍ତୁ ଖୋଲିକି ଦେଖୁଛନ୍ତି ଏରାକ ରହିଲା ମୁଁ ଆଉ ଖାଇବିନି ନାହିଁ ତ କରିଛି କାହିଁ ଖାଇବି ତମେ ଯୋଉ ବେଶୀ ବାପାଙ୍କ ଖାଇବା ଉପରେ ନଜର ଦଉଛ ସେଇଥିପାଇଁ ବାପାଙ୍କର ପେଟ ସଢି ହେଇଯାଉଛି ଝାଡା ଲାଗୁଛି ଠିକ ଅଛି କାଲିଠୁ ସ୍କ୍ରିନ୍ ପକେଇକି ଘରେ ଖାଇବ ଇଆଡେ ଖାଇଲେ ମୁଁ ସିନା ଦେଖିବି କାଲିଠୁ ପର୍ଦା ପକେଇକି ଟୁଙ୍ଗି ଘରେ ଖାଇଦବ ଖାଇଦବା